जगन्नाथ। आज उपभाई आज आलोचना करिया हीराकुद उछुड़ी है भल कथा मन रखि था। पंच महापुरुष जो आसिले आम ओडिया को भारी भल पाती एत भल पाती आम मुखर कल्पना कर कहीं से जानी आगु सब विपद मान आसवे जानी हेतु आम मान सब सजग कर आमे जदि सजग न हवा से आम भूल आखि खाई कोणा कहती दिने नारायण और लक्ष्मी नारायण बस जन भक्त प्रभु को बहुत आकुल डाक पूरा गरीब लक्ष्मी नारायण कहले प्रभु आप मत गोटे भक्तटा एत कष्ट डाकुची खाइबा को पाऊनी किसी धन दिखती ना से भले टे रहा नारायण हसीदेले बोले लक्ष्मी ता भाग्य ना मु कौन करी कराऊ थाए मु मो बिनु आनगति ना पूर्व अर्जित कर्म फले जाची मु जो थाए बुझे ना तमें कौच मु देवी देखियो मु देले से नबने ता भाग्य नहीं ना देखिया नारायण से कौन कले माया कले गुड़ाए सुना मुंडा कौन कले से आसवा बाटे पकड़े किसी सुना पड़ी यही समय भक्त जन चिंता करुच्ची अरे मत तो एमती कहीं पचार ना मुझे अंध हो मत निश्चिंत समझे पचार चेहर कहला आखि बंद करके चलला चली से समय सुना जो पड़ी से आखि बंद अच्छी से अंधर ओलो कर क्रस करके पलैगला नारायण हसीदेले लक्ष्मी देखिए भाग्य नहीं आम दौचु देख से जमी आखि बुझी से समय अंधर ओलो कर महापुरुष आमको सजग करते भल पाती आम उत्कलवासी पंचसखांग भितर स्वयं महापुरुष अच्युतानंद दास से आम मान को सदा कर बापारे आगु यही घटना मान घटे हे उत्कलवासी तुम्हें माने सतर कह आमे माने तुम गोटे देख ठाकुर चारि द्वार खोलिया ठाकुर को कहार वर्तमान भय ना इलेक्ट्रोनिक्स मीडिया रे केते कथा बाहरला हे चारि द्वार खोल हे महापुरुष लिखिं प्रलय हो ध्वंस हो अमुक हम सब लिखिं कौटी महापुरुष लिखिं चारि द्वार कौन आगुरी खोला नाला जैव दुर्विपाक को कोरोना न आसे ना 3 द्वार बंद हुए गोटे द्वार खोला हुए ना आमे पड़ा छुआ बेला आमे जिते बेले जाऊ 4 द्वार खोला हाँ कि नहीं आउ किसी चैनल बाहरला हे रक्त भंडार खोलीगला अमुक समूह देखा ना रक्त भंडार बा आगुरी खोला है कहबार तात्पर्य देख आम प्रकृति कौन प्रभु को भल पाचे जे प्रकृत प्रभु को भल पाउथिब से कर्म कहवाक जिह्वा लेउटिब नहीं महा ठाकुर अभिराम परमहंस लिखिले बोले टंका सुनारे कारोबार ये अटे कलिर विचार लोक माने
ବର୍ତ୍ତମାନ ସମୟରେ ସାମାନ୍ୟ ଟଙ୍କା ପାଇଁ ସେ କେତେ ତଳକୁ ଖସି ଯାଉଛନ୍ତି। ମାନନ୍ତେ ନ ମାନନ୍ତେ, ହଁ କି ନାହିଁ? ସେମାନେ ଚିନ୍ତା କରିବା କଥା, ପ୍ରଭୁ ଯେତେବେଳେ ଆମକୁ ଜନ୍ମ ଦେଲେ 3.5 ଏକର ସମ୍ପତ୍ତି ଦେଇଛନ୍ତି। ଆରେ 3 ହାତ ଚାଖଣ୍ଡେ ଶରୀରଟା, କର୍ମ କରିବାକୁ 2ଟା ହାତ ଦେଇଛନ୍ତି, ଭାର ବୋହିବାକୁ କାନ୍ଧ ଦେଇଛନ୍ତି, ବୁଦ୍ଧି ଖଟେଇବାକୁ ମୁଣ୍ଡ ଦେଇଛନ୍ତି, ପଦ ଚାଲିବା ପାଇଁ କି ପାଦ ଦେଇଛନ୍ତି। ଆଉ କଣ ଦେଇଛନ୍ତି? ବୁଦ୍ଧି ବିବେକ ଜ୍ଞାନ ବଳେ କିବା ଅସାଧ୍ୟ ମଣିଷ ବଳେ ପେଟ ଚାଖଣ୍ଡେ, ହଁ କି ନାହିଁ? ପେଟଟା କେତେ 12 ଆଙ୍ଗୁଳି, ମଣ୍ଡେ ଖାଇବା, ଖଣ୍ଡେ ପିନ୍ଧିବା, ଜୀବନରେ ମଣିଷ ଶାନ୍ତିରେ ରହିବ, ଏତିକି ମନୁଷ୍ୟ ଖୋଜିବା କଥା। ବର୍ତ୍ତମାନ ଶାନ୍ତିକି କେହି ଖୋଜୁ ନାହାନ୍ତି, ବର୍ତ୍ତମାନ ସୁଖକୁ ସମସ୍ତେ ଖୋଜୁଛନ୍ତି। ଆଉ ଅନେକ ବ୍ୟକ୍ତି ବର୍ତ୍ତମାନ ଅଛନ୍ତି ଠାକୁର ବୋଲି କିଛି ନାହାନ୍ତି। ଓଡିଶାରେ ବର୍ତ୍ତମାନ ଗୋଟେ ଗୋଷ୍ଠୀ ବାହାରିଲେଣି, ସେ କହୁଛନ୍ତି ଠାକୁର ବୋଲି କିଛି ନାହିଁ। କିନ୍ତୁ ଆମେ କହୁ ଠାକୁର ବୋଲି ଗୋଟେ ଜିନିଷ ଅଛି। ଆମେ ମୂର୍ଖ ନୁହଁ। କହେ ଅଭିରାମ ଭାଇ ଅନୁଭବ ଗୋଟି ସତ୍ୟ ମଣଇ। ଅନୁଭବ, ଭଗବାନ ଦେଖିବା ପାଇଁ 2ଟା ଆଖି ଦେଇଛନ୍ତି। ଆଉ ପ୍ରଭୁଙ୍କୁ ପାଇବାକୁ ହେଲେ ବାପାଲେ ଏତେ ସରଳ ନୁହଁ। କ୍ଷୀର ଭିତରେ ଘିଅଟା ଯେମିତି ଥାଏ, ଜଗତରେ ପ୍ରଭୁର ସତ୍ତା ହଉଛି ସେମିତି। ଝିଅଟାକୁ ପାଇବାକୁ ହେଲେ କ୍ଷୀର ଗାଈଠୁ ଦୁହଁରେ, ତାକୁ ଫେରେ ଚୁଲିରେ ବସାଓରେ, ନା ନାଇଁ, ତାକୁ ଫେରେ ଫୁଟାଓରେ, ତା ଦେହରୁ ସରୁକୁ ବାହାର କରରେ, ସରୁକୁ ସେଇଠି ରଖି ତାକୁ ଘାଣ୍ଟରେ, ତା ଦେହରୁ ଲହୁଣୀ ବାହାର କର, ଲହୁଣୀ ବାହାର କରି ତାକୁ ନିଆଁରେ ବସାଅ, ନିଆଁରେ ବସେଇ ତା ଦେହରୁ ଘିଅକୁ ବାହାର କର। ବୁଝିଯାଉଛି? କ୍ଷୀର ଭିତରେ କଣ ଅଛି? ଘିଅ ଅଛି, କିନ୍ତୁ ଆମକୁ ଦେଖାଯାଉଛି? ପବନ ଆମେ ନିଶ୍ୱାସରେ ନଉଛେ, ଆମକୁ ଦେଖାଯାଉଛି? କିନ୍ତୁ ଅନୁଭବ କରୁଛେ। କ୍ଷୀର ଦିହରୁ ଘିଅ ବାହାରି ପଇଲେ ଆମେ ଅନୁଭବ କରୁଛେ, କିନ୍ତୁ ଦେଖିପାରୁନେ। ସେମିତି ଜଗତରେ ପ୍ରଭୁ ସତ୍ତା ଗୋଟେ ଅଛି, କିନ୍ତୁ ଆମେ ତାକୁ ଦେଖିପାରୁ ନାହୁଁ। ହେଲା, ସେ ପ୍ରଭୁ ସତ୍ତା ବି ସମସ୍ତଙ୍କ ଦେହରେ ବିଦ୍ୟମାନ। ତେଣୁ କୀଟପାଷାଣ ତଲୁତୁମ ସକଳ ଘଟେ ନାରାୟଣ। କୀଟପାଷାଣ ତଳୁଥିବ ଏସବୁ ଜଡତା ଜମନ। ଯାହାର ମନ ଜେଡେ ତା ପ୍ରଭୁ ଜେଡେ, ଜୟ ଜଗନ୍ନାଥ। ତେଣୁ ହୀରାକୁଦ ଉଛୁଳିବ ବୋଲି ମନେ ରଖିଥାଅ, ହୀରାକୁଦ ବନ୍ଧ ପଡିନଥିଲା। ହୀରାକୁଦ ବନ୍ଧ ଦେଶ ସ୍ୱାଧୀନ ହେଲା ପରେ ନେହେରୁ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ, ଓଡିଶାର ଚିଫ୍ ମିନିଷ୍ଟର ଥିଲେ ମହତାବ, ସେଇ ସମୟରେ ହୀରାକୁଦ ବନ୍ଧ ପଡିଲା। କିନ୍ତୁ ହୀରାକୁଦ ଠାରେ ଗୋଟେ ବନ୍ଧ ପଡିବ, ସେ ବନ୍ଧ ବିଦେଶୀ ଦ୍ଵାରା ଭାଙ୍ଗିବ, ଯାହା ଫଳରେ କଣ ହବ? ସେ ଦିନେ ନା ଦିନେ ଆମ ପାଇଁ ବିପଦ ସୃଷ୍ଟି କରିବ। এই ଯୋଉ କହୁଛନ୍ତି ହୀରାକୁଦ ବନ୍ଧ ଫାଟିଲାଣି, ଭାଙ୍ଗିଯିବ, ଅମକ ହବ, ସମକ ହବ, ଏଗୁଡାକ ମହାପୁରୁଷ କୋଉଠି ଲେଖି ନାହାନ୍ତି। ବିଦେଶୀ ଶତ୍ରୁ ଦ୍ଵାରା ଭାଙ୍ଗିବ ବୋଲି ମହାପୁରୁଷ ଲେଖିଛନ୍ତି। ହେଲା, ଆଉ ଏଇ ଲେଖା ଉପରେ ଆଜି ଅରକ୍ଷିତ ଦାସଙ୍କ ଲେଖା ଏବଂ ଅଚ୍ୟୁତଙ୍କ ଲେଖା, ଆରି ଭିତରେ ତର୍ଜମା ଆଜି। ଅରକ୍ଷିତ ଦାସ ତାଙ୍କର ମହାପଦ୍ମ ପର୍ବରେ ପ୍ରମାଣ କଣ କଲେ? ଓଡିଶାର ବଡ ବନ୍ଧ ତିଆରି ଯେ ଥିବ, ସେଇବେଳେ ଶତ୍ରୁ ଦ୍ଵାରା ଭାଙ୍ଗିଣ ଯେ ଯିବ, ଓଡିଶାର 6 ଜିଲ୍ଲା ଜଳ ନବ ହୋଇ, ଯିବା ପାଇଁ ବାଟ ନ ପାଇବେ ପୁଣି। একথা କହିଲେ କିଏ? ସେ ସନ୍ଥ ଶିରୋମଣି ଅରକ୍ଷିତ ଦାସ, ପରମ ପୁରୁଷ ଅରକ୍ଷିତ ଦାସ।
ହେଲା। ସେ କହିଲେ ଓଡିଶାରେ ଗୋଟେ ବଡ ବନ୍ଧ ତିଆରି ହେଇଯିବ, ସେ ଶତ୍ରୁ ଦ୍ୱାରା ଭାଙ୍ଗିଯିବ ଏବଂ ଯେତେବେଳେ ଭାଙ୍ଗିବ ଓଡିଶା 6 ଜିଲ୍ଲା ଜଳର୍ଣ୍ଣବ ହବ, ସେତେବେଳେ ଯିବା ଆସିବାର ବାଟ କେହି ପାଇବେ, ମାନେ ଯିବା ଆସିବା କଣ ଆଉ ବାଟ ପାଇବେନି, ମାନେ ମଣିଷଙ୍କର ବଳ କିଛି ପାଇବ ନାହିଁ। ଏ ଭାବାର୍ଥକ ଶବ୍ଦ ପଛେ ଏଇଟା କେବେ ଘଟିବ? ତାକୁ ଚକଡା ମଡାଣ ଶାସ୍ତ୍ରରେ ତାକୁ ସମାଧାନ କରିଛି। ଆଉ ଗୋଟେ ମନେ ରଖିଥାଅ, ଅରକ୍ଷିତ ହଉଛନ୍ତି ଅନେକ ପ୍ରକାର ଅରକ୍ଷିତ। ରାମଦାସକୁ ପାଇକି ଅଚ୍ୟୁତଙ୍କ ପାଖରେ ଅରକ୍ଷିତ ଦାସ ଛାଡିଥିଲେ ବୋଲି ଅରକ୍ଷିତ ଦାସ ଲେଖିଛନ୍ତି। ପୁଣି ଅରକ୍ଷିତ ଫେରେ ରାମ ଅଚ୍ୟୁତଙ୍କ ସମୟରେ ଅରକ୍ଷିତ ଦାସ ଥିଲେ ବୋଲି ମଧ୍ୟ ପ୍ରମାଣ ଅଛି। ପୁଣି ମଧ୍ୟ ମହିମଣ୍ଡଳ ଗୀତା ଦେଖିବ, ତା ଦେହରେ ପ୍ରମାଣ ଅଛି। ଅଚ୍ୟୁତାନନ୍ଦ ମହାପୁରୁଷ ଯିବାର ହାରାହାରି 198 ବର୍ଷ ପରେ ପାରଳାଖେମୁଣ୍ଡିର ରାଜପୁତ୍ର ଅରକ୍ଷିତ ଦାସ ରୂପରେ ନାମିତ ହେଇଥିଲେ ବୋଲି ପ୍ରମାଣ ଅଛି। ତାହେଲେ ସିଏ କୋଉ ଅରକ୍ଷିତ, ସିଏ କୋଉ ଅରକ୍ଷିତ? ତାକୁ ସମାଧାନ କଲେ 4ଟା ଖଣ୍ଡେ ଏପିସୋଡ ଦବାକୁ ପଡିବ। ଅଚ୍ୟୁତାକୁ ସମାଧାନ କଲେ ହୀରାକୁଦ ଉପରେ, କହିଲେ 26/6 ହୀରାକୁଦ ଉଛୁଳି ପଡିବ, ଏ ଓଡିଶା ଅର୍ଦ୍ଧଭାଗ ବସାଇନ ହେଲା। ସନ୍ଥ ଅରକ୍ଷିତ ଦାସ ଏ କଥା କହିଲେ। ବିଦେଶୀ ଶତ୍ରୁ ଦ୍ୱାରା ହୀରାକୁଦ ବନ୍ଧ କଣ ହବ? ହୀରାକୁଦ ଭାଙ୍ଗିବେ, ଏବଂ ଭାଙ୍ଗିଲେ 6 ଜିଲ୍ଲା ଜଳାର୍ଣ୍ଣବ ହବ। ତାକୁ ଅଚ୍ୟୁତ ସମାଧାନ କଲେ ଚକଡା ପଡାରେ କେବେ ଭାଙ୍ଗିବ ନା 26/6 ହୀରାକୁଦ ଉଛୁଳି ପଡିବ। 26/6 କଣ? 26 ବର୍ଷ 6 ମାସ ବା 26 ଅଙ୍କ 6 ମାସ। ଏବେ ବୁଝିପାରିଲ ନା? କିନ୍ତୁ ଅଙ୍କଟାକୁ ଆଉ ସମାଧାନ କରିବେନି, କାରଣ ବର୍ତ୍ତମାନ ବହୁତ ବ୍ୟକ୍ତି ବିଶେଷ କଣ ତାକୁ କପି କରୁଛନ୍ତି। ହେଲା, ଆଉ ପୂର୍ବ ଏପିସୋଡ ତମେ ଦେଖିବ, ତାହେଲେ ତମେ ଆକୁ ଠିକ ଧରି ପାରିବ କାହା ଅଙ୍କ କୋଉଠି ଗଣନା କରାଯିବ। କହିଲେ 26/6 ନା 26 ଅଙ୍କ 6 ମାସରେ ହୀରାକୁଦ ବନ୍ଧ ଉଛୁଳିବ। ହେଲା, ସେ ଗୁଣ୍ଡିଚା ପଡିଥିବ ସେଦିନ ଭାଙ୍ଗିବ ବୋଲି କୋଉଠି ଆମ ପାଖରେ ଯେତିକି ଶାସ୍ତ୍ର ଅଛି ଆମେ କୋଉଠି ଲେଖିବୁ। ବହୁତ ବ୍ୟକ୍ତି ବିଶେଷ ମନକୁ ଫାନ୍ଦିକି ମହାପୁରୁଷଙ୍କ ନାଁରେ ବନିତା କରୁଛନ୍ତି। ସେ ଜାଣିବା କଥା ସେତେବେଳର ଭାବାର୍ଥକ ଶବ୍ଦ ବର୍ତ୍ତମାନର ଶବ୍ଦ ଭିତରେ ଆକାଶ ପାତାଳ ତାରତମ୍ୟ। ତମେ ଯେତେ ଚାଲାକି ହେଇକି ଲେଖିଲେ ମଧ୍ୟ ସେ ଶବ୍ଦ ସହିତ ତମେ ମିଶେଇ ପାରିବ ନାହିଁ। ତମେ ଗୋଟେ ସରଳ ଓଡିଆରେ ତମେ କହିବ, ସେତେବେଳେ ସରଳ ଓଡିଆ ନଥିଲା ଏତେ। ତେଣୁ 26/6 ହୀରାକୁଦ ଉଛୁଳି ପଡିବ, ଏ ଓଡିଶା ଅର୍ଦ୍ଧଭାଗ ବସାଇନ। 26 ଅଙ୍କ 6 ମାସ ହେଲା। 6 ମାସ ହେଲା ବେଳକୁ କୋଉ ମାସ ହଉଛି ହିସାବ କରିଦବ। ଓଡିଆଙ୍କର କୋଉଠୁ ମାସ ଆରମ୍ଭ, ବର୍ଷ କୋଉଠୁ ଆରମ୍ଭ, ତେଣୁ 6 ମାସ କୋଉଠି, ସେଇ ମନ ମନ ବିଚାର କରିବ। ଏଇ କଥାକୁ ପୁଣି ଭବିଷ୍ୟତ ବାଳିକା ତାକୁ ସମାଧାନ କଲେ। କହିଲେ ଦିଲ୍ଲୀଶ୍ୱର 13 ଅଙ୍କରେ ଦେଖିବ ମହାନଦୀ ପୁଣି ଉଛୁଳି ପଡିବ। ଦେଖ ସବୁ ଯାକ ଅଙ୍କ ମିଶିଯିବ। ଦିଲ୍ଲୀଶ୍ୱରଙ୍କର 13 ଅଙ୍କ ଚାଲୁଥିବ, ସିଆଡେ 26/6 ଅଙ୍କ ମଧ୍ୟ ଚାଲୁଥିବ। ଏହି ସମୟରେ ହୀରାକୁଦ ବନ୍ଧ ଭାଙ୍ଗିବ ବୋଲି ମହାପୁରୁଷ ସନ୍ଥ ଶିରୋମଣି ପରମ ପୁରୁଷ ଅରକ୍ଷିତ ଦାସଙ୍କ ସହିତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆମକୁ ଚେତନା, ଆଉ କଣ ଖୋଲିକି ନେଇଯିବ। ସେଥିପାଇଁ ଆମେ ଆମକୁ ହୁସିଆରି ହବା କଥା। ଆଉ ପ୍ରଭୁଙ୍କ କଣ ଆସିକି, ପ୍ରଭୁଙ୍କର କୋଟି କୋଟି ଭକ୍ତ, ହଁ କି ନାହିଁ? ସେ କଣ ଆମେ କଣ ତାଙ୍କର ପରମ ଭକ୍ତ ହେଇଗଲେ? ସେତେବେଳେ ରଜା ମହାରାଜା ମାନେ ପରମ ଭକ୍ତ ହେଇପାରିଲାନି, ଦାସିଆ ପରମ ଭକ୍ତ ହେଲା। ନଡିଆ ଟା ଦେଲା, ପ୍ରଭୁ ତା ହାତରୁ ଦେଇ ପଡିଲା ନା। ଜାଣିଛ ନା, ଦାସିଆ ବ୍ରାହ୍ମଣ ଗୋସାଇଁକି ଦେଇଥିଲେ ନଡିଆ, ନଡିଆକୁ ଦାସିଆ ବ୍ରାହ୍ମଣ ଗୋସାଇଁ କହିଲେ ପ୍ରଭୁ ଦାସିଆ ଦେଇଛି,
କଣ ନଡିଆଟା ନିଅ, ପ୍ରଭୁ ହାତ ବଢେଇକି ନେଇଗଲେ ନଡିଆ। ବଳରାମ ଦାସ ବାଲି ରଥ କଲେ, ପ୍ରଭୁ ବାଲି ରଥରେ ଯାଇ ବାଲି ରେଣୁ ମହାବନ୍ଧ ସଙ୍ଗାତରେ ଗୋଟେ ଭଜନ ନାହିଁ ନା। ପ୍ରଭୁ କଣ କଲେ, ବାଲି ରଥକୁ ପଳେଇଲେ, ବଡ ଦେଉଳରେ ରଥ, ବଡ ଦାଣ୍ଡରେ କଣ ହେଲା, ରଥ ବନ୍ଦ। ଜଗନ୍ନାଥ ସତ୍ୟରେ ତମେ ଜାଣିନ, ନନ୍ଦିନୀ ଶତପଥୀଙ୍କ ସମୟରେ ପୁରୀ ରଜାଙ୍କୁ ଯେତେବେଳେ ଚିନି ନିଷେଧରେ ନନ୍ଦିନୀ ଶତପଥୀ ପୁରୀ ରଜାଙ୍କୁ ଅମାନ୍ୟ କରାଯାଇଥିଲା, ରଜା ଛେରା ପରା କରିବାକୁ ଆସିଥିଲେ, ଖାଲି ଟିକେ ଟିକେ କହିଦେବି, ଯାହା ଫଳରେ ରଥ ଗଡି ନଥିଲା। ଫେରେ ରଜା ଛେରା ପରା କଲେ, ତାପରେ ରଥ ଗଡି। ତେଣୁ ତା ମାୟା ମୁଖରେ କଳନା କରିହବ ନାହିଁ, ଆଉ ତା ଗୁଣ ମୁଖରେ ବର୍ଣ୍ଣନା କରିହବ ନାହିଁ, ଏବଂ ତା ରୂପ ନେତ୍ରରେ ଦର୍ଶନ କରିବା ବହୁ କଷ୍ଟ। କାରଣ ଯିଏ ଅଚ୍ୟୁତାନନ୍ଦ ମହାପୁରୁଷ ସେ ଜଗନ୍ନାଥଙ୍କ ଅଂଶ ଥିଲେ, ହଁ କି ନାହିଁ? ଯେତେବେଳେ ଦ୍ୱାଦଶ ଗୋପାଳ ମାନେ ପଚାରିଲେ, ପ୍ରଭୁ ଜଗନ୍ନାଥ କେମିତି ହବ, ମହାପୁରୁଷ ହସିଦେଲେ, ତମକୁ ନେଲି ବଡ ଦେଉଳ ବୁଲେଇଲି, ଏତେ ଦେଖେଇଲି, ତମେ ଫେରେ ଗୁରୁଜୀ ମୋ ଆମର ଚେଲା ହେଲ ନା। ଅଚ୍ୟୁତ ହେଲେ କି ରାମଙ୍କର ଚେଲା, ରାମର ହେଲେ ଦ୍ୱାଦଶ ଚେଲା, ତମେ ହେଲେ ତମେ ଜଗନ୍ନାଥଙ୍କୁ ଦେଖିପାରିଲନି। ମହାପୁରୁଷ ହସିଦେଲେ, କହିଲେ ଆଖିକୁ ଆଖିରେ ଦେଖରେ ବାବୁ, ତେବେ ଏ ସଂସାରରୁ ନିଶ୍ଚୟ ଡରିବୁ। ଅଚ୍ୟୁତି ପାମର ଆଖିବା କାହିଁ, କାହିଁ ସେ ପାଇବ କଳା କନାଇ ଜୟ ଜଗନ୍ନାଥ। ନିଜେ ଦେଖ ସବୁ ସେଇଠି ରୋଲ କରୁଛନ୍ତି, ସେ ଫେରେ ଏ କଥା କହୁଛନ୍ତି। ବିଚିତ୍ର, ଜଗନ୍ନାଥଙ୍କ କୀର୍ତ୍ତି ହଉଛି ବିଚିତ୍ର। ଛାଡ, ମା ହୀରାକୁଦ କଣ ହବ, ବିଦେଶୀ ଶତ୍ରୁ ଦ୍ୱାରା ଭଙ୍ଗନ ହବ ବୋଲି ଏ କଥା ଅରକ୍ଷିତ ଦାସ ଏବଂ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଲେଖା ଉପରେ ଯଦି ଆମେ, ତାଙ୍କ ଭାଷା ଉପରେ ଯଦି ଆମେ ତର୍ଜମା କରିବା, ଏଥିରୁ ଅନିମୟ ଏହି ସମୟରେ ଘଟିବ ବୋଲି ମହାପୁରୁଷ ମାନେ ଆମକୁ ସଜାଗ କରିଦେଉଛନ୍ତି। ତେଣୁ ଆମେମାନେ ଆଗରୁ ସଜାଗ ହେବା ଆମମାନଙ୍କର କର୍ତ୍ତବ୍ୟ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦ ପ୍ରବାର ହରି।